ଯୋଉ ରାସ୍ତା ରୋକ କରାଯାଇଛି କଣ ଘଟଣା ଘଟିଛି କଣ ପାଇଁ କଣ କହିବ? ଦେଖନ୍ତୁ ସାର୍ ଆଜି 8ଟା ସୁଦ୍ଧା ଆମର ଲେଞ୍ଜାରୁ ପିଲାମାନେ ଆସିଥିଲେ କାମ କରିବା ପାଇଁ ଡେଲି ଯାଆସ କରନ୍ତି। ଆଜି ଏଇ ଟିପରଟା ଆମର ଅଟୋକୁ ବାଡ଼େଇଛି ସେଥିପାଇଁ ଆମେ ରାସ୍ତା ରୋକ କରୁଛୁ। ଦୁଇ ଜଣ ଡେଥ୍ ହେଇଗଲେ ଆଉ ସବୁ ଗୁରୁତର ଅବସ୍ଥାରେ ଅଛନ୍ତି। ତେଣୁକରି ବହୁତ ଦୁଃଖର କଥା। ଆଉ ଜଣେ ଗୁରୁ ବୋଲି ଗୋଟେ ନାମକର ପିଲା ତାର ମା ନାହିଁ ବାପା ନାହିଁ ସେ ଗୋଟେ ଅନାଥ ପିଲା ଗୋଟେ ଡେଥ୍ ହେଇଗଲା ସେଥିପାଇଁ ଆମେ ବହୁତ ଦୁଃଖୀ। ଆଉ ଆମେ ରାଜରାସ୍ତାରେ ଯଦି ଆମର କୌଣସି ସାଇଡ୍ ନ କଲେ ଆମେ ଏଇ ରାଜରାସ୍ତାରେ ଓହଳିକି ଆମେ ଏଇ ଆନ୍ଦୋଳନଟାକୁ ଆଗକୁ ନେବୁ। କେତେବେଳେ ଏଇଟା ମାନେ ଘଟିଲା ଘଟଣା ଘଟିଲା କେମିତି ଘଟଣା ଘଟିଲା କହିବ? 9ଟା ହେଇଥିବ ସାର୍ ଟାଇମ୍ଟା। କଣ କେମିତି ଘଟଣା ଘଟିଲା ଏଇଟା? ସେପଟରୁ ଅଟୋ ଆସିଥିଲା ସାର୍ ଏପଟରୁ ଟିପର ଆସୁଥିଲା। କୋଉଠୁ ଆସୁଥିଲା? ସେମାନେ ଲେଞ୍ଜାରୁ ଆସିଥିଲେ ଏ ଟିପରଟା ଭେଡେଇ ଦେଲା ଅଟୋକୁ। 2 ଜଣ ଡେଥ୍ ହେଇଗଲେ ଆଉ ସବୁ ଗୁରୁତର ଅବସ୍ଥାରେ ଅଛନ୍ତି। କୋଉ କୋଉ ଗାଁର ଲୋକ କୁଆଡେ ଯାଉଥିଲେ କଣ? ଲେଞ୍ଜା ଲୋକ ଆକା ସାର୍ ଆଉ ଗୁଞ୍ଜିର 2 ଜଣ ଥିଲେ ନହେଲେ ସବୁ ଲେଞ୍ଜା ଲୋକ ଆକା। କୁଆଡେ ଯାଉଥିଲେ? ସେମାନେ ଜୟପୁରରେ କାମ କରିବାକୁ ଯାଉଥିଲେ ସବୁଦିନ କାମ ଦାମ କରିକି ସେମିତି ଯିବେ ସେଇ ହିସାବରେ ଏମାନେ ଯାଉଥିଲେ। ତ କେମିତି କଣ? ଘଟଣା ସେ ଡାଇରେକ୍ଟ ଟିପରଟା ମାରିଦେଲା ସାର୍ ଅଟୋକୁ। କେତେ ଜଣ କେତେ ଜଣ ଥିଲେ ଅଟୋରେ କେତେ ଜଣ? 8ରୁ 10 ଭିତରେ ଥିବେ ସାର୍ ଆଉ ବେଶୀ କେତେ ଜଣ ବର୍ତ୍ତମାନ ଭଲ ଅଛନ୍ତି? 8 ଜଣ ଗୁରୁତର ଅବସ୍ଥା ଅଛନ୍ତି 2 ଜଣ ଡେଥ୍ ହେଇଗଲେଣି। କେତେ ଲେଡିସ୍ କେତେ ଜେଣ୍ଟସ? ଖାଲି ଜେଣ୍ଟସ୍ ସାର୍। ତ ଆପଣଙ୍କ ଡିମାଣ୍ଡ କଣ? ଆମର ଡିମାଣ୍ଡ ଏବେ ରହୁଛି କଣ ଆମକୁ ଯୋଉ 2 ଜଣ ଡେଥ୍ ହେଇଗଲେ ସେମାନଙ୍କୁ କ୍ଷତିପୂରଣ ଯଦି ନ କରିବେ ଆମେ ଏମିତି ରାସ୍ତାର କରିବୁ। ଏବେ ଏବେ ଯୋଉ ଦେଖାଉଛି ଏବେ ବହୁତ ଦିନ ହେଲା ଏଇ ରାସ୍ତାରେ ବିଶେଷ କରି ବେଶୀ ଏ ଦୁର୍ଘଟଣା ରାସ୍ତାରେ ବହୁତ ବିଶେଷ କରିକି ଦୁର୍ଘଟଣା ଘଟୁଛି ସାର୍। ଆମର ମହୁଲି ଜିପିର ଗତ 2 ମାସ ଗତ ମାସରେ 4 ଜଣ ଡେଥ୍ ହେଇଗଲେ ଏଇଠି ଜାଗା କୋନାଡି ପାଖରେ। ସେଥିପାଇଁ ଏ ରାସ୍ତା ଉପରେ କଣ କେମିତି ଘଟଣା ଘଟୁଛି? ଆଚ୍ଛା ଏବେ ଏ ବଡ ବଡ ଗାଡି ମାନେ ସାର୍ ବଡ ଗାଡି ଯୋଉଟା ମାନେ ଯାଉଛନ୍ତି ସେଟା ମାନେ ଅଟୋ ହଉ କି ବାଇକ୍ ହଉ ସ୍ପିଡ ଯାଉଛନ୍ତି ସେଟା କଣ୍ଟ୍ରୋଲରେ ଯଦି ଯିବେ ରାସ୍ତା ସୁରକ୍ଷାରେ କେବେ ମଧ୍ୟ ଆକ୍ସିଡେଣ୍ଟ ହବ ନାହିଁ। ବର୍ତ୍ତମାନ ଲୋକ ଅନ୍ୟମାନଙ୍କର ଅବସ୍ଥା କେମିତି ଅଛନ୍ତି? କେତେ ଜଣ ଠିକ ଠାକ ଅଛନ୍ତି? ମେଡିକାଲ ନେଲେଣି ନା କଣ କେମିତି? ସବୁ ଗୁରୁତର ଆହତ ଅଛନ୍ତି ସାର୍। 2 ଜଣ ତ ଡେଥ୍ ହେଇଗଲେନି। ସବୁ କିଏ ସବୁ ଆକ୍ସିଡେଣ୍ଟ ଘଟିଥିଲା କିଏ ଦେଖିଲା? ଆମ ପିଲାମାନେ 2-3 ଜଣ ସେ ଅଟୋର ଆକା ଭଲ ଥିଲେ ସେମାନେ ଆକା କାଢା କାଢି କଲେ ତା ଫୋନ ମାଧ୍ୟମରେ ଯୋଗାଯୋଗ କଲେ ଆମେ ବି ଶୀଘ୍ର ପହଞ୍ଚିଲୁ ବାଇକ୍ ମାନେ ସମସ୍ତେ ଧରିକି ଆଉ ସମସ୍ତେ ଏବେ ମେଡିକାଲରେ ଅଛନ୍ତି। ଏବେ କଣ କ୍ଷତିପୂରଣ କଣ ଯାଉଛି? ଏବେ ଆମେ ଯୋଉ ପର୍ଯ୍ୟନ୍ତ ଆମକୁ କ୍ଷତିପୂରଣ ନ ମିଳିବ ସେଇ ପର୍ଯ୍ୟନ୍ତ ଆମେ ରାସ୍ତାଘାଟ ଆନ୍ଦୋଳନରେ ଥିବୁ ଟ୍ରାଇକରେ ମଧ୍ୟ ଥିବୁ ଯେତେ ଦିନ ହେଲେ ମଧ୍ୟ। मोटा में नॉर्मल टा मोटा उठा ଆଚ୍ଛା କୋଉ ଗାଁରୁ ଆସୁଥିଲେ ଆଉ କେମିତି ଆସୁଥିଲେ ସେମାନେ? ଆମର ମହୁଲି ପଞ୍ଚାୟତ ଲେଞ୍ଜା ଗ୍ରାମରୁ ସେମାନେ ଜୟପୁରରେ କାମ କରୁଥିଲେ।